ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ରଞ୍ଜନ ଭାଇ କଣ କହିବି, କହିଲେ କୂଳ କୁଟୁମ୍ବ ନାଚ, ନ କହିଲେ କୂଳ ଭାଠି ଯାଉଛି। ଏତିକି ମନେ ରଖ, 56 ଅଙ୍କରେ ନାରାୟଣଙ୍କର ହବ ଭୀମ ରୂପ। ଭୀମ ରୂପ କଣ? ଉଗ୍ର ରୂପ। ବୁଝିପାରୁଛ? ସେ 56 ଅଙ୍କରେ ଠାକୁର ପରିପ୍ରକାଶ ହେଇଯିବେ, ଲୁଚିକି ରହିପାରିବେନି। ତମେ ଭାବୁଛ କଣ ଖଣ୍ଡା ଧରିକି ହାଣିବେ? ନା, ଖଣ୍ଡା ଧରିବା ସମୟ ଆଗକୁ ଅଛି। ମୁଁ ଥରେ କହିଥିଲି 2ଟା ଟର୍ମରେ କଳିର ବିନାଶ ହବ। ଗୋଟେ ଦିବ୍ୟସିଂହ ରାଜାଙ୍କ ସମୟରେ, ଆଉ ଗୋଟେ ହଉଛି ମୁକୁନ୍ଦ ଦେବଙ୍କ ସମୟରେ। ପ୍ରଥମେ କଣ ହବ? ସଖା ଅଙ୍ଗରେ ଲୀଳା ହବ। ବୁଝିହଉଛି? ମାନେ କେତେ ଜଣଙ୍କୁ ବର ସବୁ ଦେଇଥିଲେ ନା, ତାଙ୍କ ଦେହରେ ପ୍ରଭୁ ଖେଳ କରିବେ। ତେଣୁ ସଖା ଅଙ୍ଗରେ କଣ କରିବେ? ଲୀଳା କରିବେ। ତାପରେ କଣ ହେବେ? ପୁଣି ଅବତାର ହେବେ। କାରଣ ଗୋଟେ କୁହନ୍ତି, ଅବତାରୀ ଅବତାର ସବୁ ତୁମେ ରାମ, ରାମ ଦି ରାମ ଦି ରାମ ଦି ରାମ, ସଦଚିତ ଆନନ୍ଦ ଗିରିଧାରୀ ଶ୍ୟାମ, ଗୁଣି ଗୁଣ ନିର୍ଗୁଣ ସଗୁଣ ରାମ। କୁମ୍ଭୀର ଆମ ମାନଙ୍କୁ ନେଇକି କଣ କଲାଣି? ମଝି ନଈରେ କଲାଣି। ଆମେ ଦେଖିବ କେତେ ଗୁଡିଏ କଥା ଅତୀତରେ ସବୁ ଆଲୋଚନା ହେଇଛି। ସବୁ ଯାହା ଯାହା ଆମର ସବୁ ଆଲୋଚନା ହେଇଥିଲା ପ୍ରଭୁଙ୍କ ଦୟାରୁ ସବୁ ସେଇଆ ଘଟି ଘଟିଆ ଚାଲିଛି ନା ଘଟିନି? ଗୋଟେ ଦିନ ବି ଏପଟ ସେପଟ ହଉ ନାହିଁ। କିନ୍ତୁ ଆମେ 4ଟା ଭିଡିଓ ଲୋକ କପିରାଇଟ କପି କରିଥିବା, ଆମେ 4ଟା ଭିଡିଓ ଏପଟ ସେପଟ କରିଥିଲେ, ପଛରେ ତାକୁ ସମାଧାନ କଲେ। 56 ଅଙ୍କରେ ଠାକୁର କଣ ହେବେ? ଭୀମ ରୂପ ହେବେ। କିନ୍ତୁ ବର୍ତ୍ତମାନ ଚାଲିଛି କେତେ? 52 ଅଙ୍କ 2025 ମସିହା ବେଳକୁ। ଆଉ ନିକଟ, ଖୁବ ନିକଟ। ତା ଆଗରୁ ଦୁଷ୍ଟ କିଛି ସଂହାର ହେବେ। ଦୁଷ୍ଟ ସଂହାର ନହେଲେ ଆଉ ସେ ପ୍ରଭୁଙ୍କୁ ହିଁ ଚିପିଦେବେ, କେତେବେଳେ ତଣ୍ଟି ଚିପିଦେବେ। ନା ଶୁଦ୍ଧ ଓଡିଆ କଟିଯିବା କଥା। ଆଉ ପ୍ରଭୁକୁ ମାନିବେ କେମିତି? ଏ ହଟ ଚମକ ଦେଖେଇ ପ୍ରଭୁଙ୍କୁ ପ୍ରଭୁ ବୋଲି ତମେ ଜାଣିବନି। କିଏ ପୁରାଣରେ ଲେଖା ହେଇଛି ମୋ ନାଁ ବୋଲି କହିକି ତମକୁ କେହି କହିଲେ ବି ସେତେବେଳେ କେହି ମାନିବେନି। ନା କେମିତି? ନା କାର୍ଯ୍ୟାନୁଫଳ ହେତେ, କର୍ମ ଦେଖିକି ଫଳ। ବୁଝିପାରୁଛ ନା? ଭକ୍ତଙ୍କୁ ଯିଏ ରକ୍ଷା କରିବ, ତାକୁ ଲୋକ ପ୍ରଭୁ ବୋଲି ମାନିବେ। ଠିକ ନା ଭୁଲ? ମହାପୁରୁଷ ଲେଖିଛନ୍ତି, ଅମକ ଜାଗାରେ ଅମକ ଜିନିଷ ଅଛି, ସେ ସବୁ ଉଦ୍ଧାର ହେଇକି ଭକ୍ତଙ୍କ ପୋଷଣ କରାଯିବ। ତାକୁ ଉଦ୍ଧାର କରିବା ଲୋକ ସେମିତି ଦରକାର ନା ଦରକାର ନାହିଁ? ଜଣେ ଲୋକକୁ ଖାଇବାକୁ ପାଉନା, ଗୋଟେ ଗାଁରେ ବନ୍ୟା ହେଇଯାଇଛି, ଖାଇବାକୁ ପାଉନାହାନ୍ତି, ଧୋଇ ଧାଇ ସବୁ ଯାଇଛି, ଜଣେ ଲୋକ ଆଇଲା ସ୍ୱ ଇଚ୍ଛାରେ ଲୋକମାନଙ୍କୁ କିଛି ଦାନ କଲା, ତାଙ୍କୁ ମଣିଷ କରିଦେଲା। ସେ ଗ୍ରାମବାସୀ ମାନେ ତାକୁ ଠାକୁର ବୋଲି ଭାବିବେ ନା ନାଇଁ? ତାଙ୍କ ପାଇଁ କି ଠାକୁର କଣ କରୁଛ ସ୍ୱତନ୍ତ୍ର ଆସିବେ? ସେମିତି ଜଗତକୁ ଯିଏ ରକ୍ଷା କରିବ ସାକାର ବାଦରେ, ତାକୁ ସମସ୍ତେ ମାନିବେ। ବୁଝିହଉଛି? ଆମ ପୁରୁଣା ଢେଗ କିମ୍ଭୀର ନଈ ମଝି ନଈରେ କଲାଣି, ତଥାପି ଲୋକ ନିଦ ଭାଙ୍ଗୁ ନାହିଁ। ଗୋଟେ ଗାଁରେ ଜଣେ ଦାସେ ବୋଲି ଜଣେ ଗୋଟେ ବ୍ୟକ୍ତି ଥାଏ। ସେ କିଛି କାମ ଧନ୍ଦା କରେନି, ଆଠୁ ତାଠୁ ମାଗିକି ଚଳିଯାଏ। ଆଉ ବୁଢା ହେଇଗଲା, ଗାଁରେ ଜଣେ ମୁଖ୍ୟ ପଚାରିଲା, ଦାସେ ତୁ ଏମିତି କେତେ ଦିନ ଚଳିବୁ? ତୋର ତ ବଳ ଭାଙ୍ଗିଲାଣି,
ତୁ ଗୋଟେ କଣ କର। ଆଉ କଣ କରିବି ନା ମାରୁ ମାରୁ ଯେତେ ଦିନ ଦାସେ ଆଉ କେତେ ଦିନ ନା ମାରୁ ମାରୁ ଯେତେ ଦିନ ମାନେ କଣ ନା ଯେତେ ଦିନ ଯାଏ ମିଳୁଥିବ ଖାଉଥିବି ଯୋଉଠି ନ ମିଳିବ ମରିବି ଆଉ କଣ। କିନ୍ତୁ ଦାସେ ଜାଣନ୍ତି ନାହିଁ ଯେ ମଲା ପରେ କଣ ହୁଏ। ଆଉ ଗୋଟେ ବାବା ଭଲ କଥା ମନେ ରଖ, ସମସ୍ତଙ୍କ ଧାରଣା ମଣିଷ ମରିଗଲେ ସରିଯାଏ। ଦ୍ୟାଟ୍ ଇଜ ରଙ୍ଗ। ମଣିଷ ମରିଗଲେ ଆସେ, ସରେନି, ଆରମ୍ଭ ହୁଏ। କାହା ବିଚାରରେ ନା ତା ଆତ୍ମପୁରୁଷ। ସେଥିପାଇଁ କି ଯିଏ ଚୋରି କରୁଛି ସେ କଣ ମରିବନି? ଯିଏ ମଣିଷ ମାରୁଛି ସେ କଣ ମରିବନି? ଆମେ ଠାକୁର ନାଉଛୁ କଣ ଆମେ ମରିବାନି? ଆଉ ତାରତମ୍ୟ କଣ? ଏ ଆତ୍ମାଟାର ସଦ୍ଗତି ପାଇଁ କି ମନୁଷ୍ୟ ଧର୍ମ କର୍ମ କରେ। ଜନ୍ମ ହେଇଛେ ଦିନେ ମୃତ୍ୟୁକୁ ସାଙ୍ଗରେ ନେଇକି ଆସିଛେ, ମୃତ୍ୟୁକୁ ଭୟ କରିବାର ନାହିଁ। ଏ ଆତ୍ମାର ସଦ୍ଗତି ପାଇଁ, ଆତ୍ମାର ନିର୍ବାଣତ୍ୱ ପାଇଁ କି ମନୁଷ୍ୟ କଣ କରେ? ଧର୍ମ କର୍ମ କରେ। ଆମେ ଦେଖୁଛୁ ନିଜକୁ ଖରାପ ମାରେ, ଖରାପ କଲେ ନିଜକୁ ବହୁତ କଷ୍ଟ ହୁଏ। ଅନେକ ବ୍ୟକ୍ତି କୁହନ୍ତି ଧର୍ମ କିଛି ନାହିଁ। କାରଣ ବିଜ୍ଞାନ ଯୁଗ, ମହାପୁରୁଷ କହିଛନ୍ତି ଜ୍ଞାନୀକୁ କାହାର ଖାତିର ନଥିବ ବଢିବ ବିଜ୍ଞାନ ଭାଉ। ଜ୍ଞାନକୁ କାହାର ଖାତିର ନଥିବ ବଢିବ ବିଜ୍ଞାନ ଭାଉ। ଚନ୍ଦ୍ରମଣ୍ଡଳରେ ଲୋକ ପଶିଯିବେ ଲୋକେ ହେବେ ହାଉ ଯାଉ। ମଣିଷ କଥା କହିନାହାନ୍ତି, ଲୋକେ ପଶିଯିବେ। ବୁଝିପାରୁଛ ନା? ବର୍ତ୍ତମାନ ଜ୍ଞାନକୁ କାହାର ଖାତିର ନାହିଁ, କିନ୍ତୁ ବିଜ୍ଞାନର ଭାଉ ବର୍ତ୍ତମାନ ବଢିଛି। ମାନେ ଧର୍ମ, ଅନେକ ବ୍ୟକ୍ତି ଧର୍ମକୁ କାଟି ଦିଅନ୍ତି, କିନ୍ତୁ ଆମେ ତାଙ୍କୁ ପ୍ରଶ୍ନ କରୁ ତମେ କାଟିଦିଅ, କିଛି ନାହିଁ, ଧର୍ମ ବୋଲି କିଛି ନାହିଁ, ଆଉ ତମେ କାଟିଦିଅ। ପୁରୀ ଯାଅ, ତମେ ଦେଖିବ ପବନ ଯୁଆଡୁ ହଉଥିବ ତା ବିପରୀତ ଦିଗରେ କଣ ହୁଏ? ପତାକା ଉଡେ। କାରଣ କଣ? ବିଜ୍ଞାନ ଗବେଷଣା କରୁନି। ଗଙ୍ଗା ଜଳ ନା ନାଇଁ, ଗଙ୍ଗାରେ ମଣିଷ ମରିଗଲେ କଣ କହନ୍ତି, ଗୋଟେ ଜଳ ସମାଧି ଦିଅନ୍ତି, ତାକୁ ନେଇ ପକେଇ ଦିଅନ୍ତି। ମାନେ ସମସ୍ତେ ଯିଏ ଯାହା ପାଇଲା ଗଙ୍ଗାରେ ପକେଇଲେ, ପଡୁନାହିଁ ନା। ତାଠୁ ଭଲ ପାଣି କିଏ? ସେ ନା ଆମ କୂଅ ପାଣି, ଟ୍ୟୁବୱେଲ ପାଣି, ସପ୍ଲାଇ ପାଣି ସବୁଠୁ ଭଲ ପାଣି। ନୂଆ ପାଣି ଅପରିଷ୍କାର ହଉଛି, ମଡା ଫଡା ସବୁ ପଡୁଛି। କିନ୍ତୁ ତମ ଘର ବୋରିଂ ପାଣି ଆଣିକି ଗୋଟେ ବୋତଲରେ ରଖିଲ 15 ଦିନ, ଶିଉଳି ହେଇଯିବ ନା ନାହିଁ? କିନ୍ତୁ ଗୋଟେ ଗଙ୍ଗା ପାଣି ଦିହରେ, ଗୋଟେ ଗଙ୍ଗା ପାଣିକି 15 ବର୍ଷ ରଖିଲ, ସେ ଶିଉଳି ହବ? ହବ? କାହିଁକି? ଧର୍ମ। ଆମର ଯାଆନ୍ତି ଏଠିକି, ଯୋଉ ହିମାଳୟ ଯାଆନ୍ତି ଇଏ ଦେଖିବାକୁ, କଣ କଲ, ଯୋଉ ମହାଦେବ ଅମରନାଥ ଯାଆନ୍ତି, ସେ ତ ବରଫ ଜାଗା, ଠିକ ନା ଭୁଲ? ଯେତେବେଳେ ଅମରନାଥ ଯାତ୍ରୀ ଯାଆନ୍ତି ସେତେବେଳେ ତା ମନକୁ ମନ ବରଫରେ ଶିବଲିଙ୍ଗ ମୂର୍ତ୍ତି ହେଇଯାଇଥାଏ। କେମିତି ସେଇଟା କେମିତି ହଉଛି? ସବୁ ବରଫ ଧୋଇ ଯିବା କଥା ନା ନାଇଁ? ଚାରି ହେଇଯିବ, ସେ ମହାଦେବଙ୍କ ପରି କାହିଁ ସେ ବରଫଟା ରହିଥାଏ? ତେଣୁ ଏତିକି ମନେ ରଖିଥାଅ। ଆଉ ଅନେକ ଏମିତି ରହିଛି ଉଦାହରଣ। ଧର୍ମ ବୋଲି ଗୋଟେ ଜିନିଷ ଅଛି। ବୋଲେ ଧର୍ମ ବଳେ ଋତୁରା, ଧର୍ମ ବଳେ ସୂର୍ଯ୍ୟ ଚନ୍ଦ୍ର, ହୁନ୍ତିଆ ତ ଜାତ, ଧର୍ମ ବଳେ ମାତୃ ଗର୍ଭେ ଶିଶୁ ଯେ ସମ୍ଭୂତ। ଧର୍ମ ବଳେ ଋତୁରାଜ ପ୍ରଭାବ ହୁଅଇ, ଧର୍ମ ବଳେ ସମୁଦ୍ର ଯେ ସ୍ଥଳନ ଲଙ୍ଗଇ। ସବୁ ଧର୍ମ ଏମିତି ଧରିକି ରଖିଛି ପରସ୍ପର ଭାବେ ପରିପୂରକ। ଆଉ ଯୋଉଦିନ ଧର୍ମ ବୁଡିଯିବ ସେଦିନ ନାଭ ବୁଡିଯିବ। ବୁଝିପାରୁଛ ନା ବୁଝିପାରୁନ? ଏ ସଂସାର ନାଭ ବୁଡିଯିବ ମାନେ କଣ? ସଂସାର ଅରାଜକ ହେଇଯିବ। ଯାହା ହଉ ଆମର ଆଲୋଚନା କରିବା କଣ? 56 ଅଙ୍କରେ
ନାରାୟଣଙ୍କର ଭୀମ ରୂପ ହେଲା। ଲେଖିଲେ କିଏ ଶିଶୁ ଆନନ୍ଦ, ଶାସ୍ତ୍ର ନା ପଟାମରାଣ। କହିଲେ ବରଜ ତନୁଜ ସୁତନୁ ରାଜବ୍ରଜ ଓଜା ସଖା ମେଳ ଯାଜନଗରେ ପ୍ରଭୁ ଖେଳ କରୁଥିବେ ହୋଇ କରିବି ପ୍ରବାଳ ଛତିଆ ଶ୍ରୀକ୍ଷେତ୍ର ହୋଇବ ସେକାଳେ ମହାପ୍ରସାଦ ଜନ୍ମିବ 37 ମିଶେ ଖେଳ ଲାଗିଯିବ ନର ନ ଚିହ୍ନିବେ ଧ୍ରୁବ। 37 ବିଷେ ମାନେ 56 ଖେଳ ନ ଲାଗିବ ନର ନ ଚିହ୍ନିବେ ଧ୍ରୁବ, ମଣିଷ କେହି ଜାଣିପାରିବେ ନାହିଁ। 56 ଛତିଆ କଣ ହବ? ଶ୍ରୀକ୍ଷେତ୍ର ହବ। ଏକଥା କହିଲେ କିଏ ସେ? ନା ଶିଶୁ ଅନନ୍ତ ପଟ୍ଟାମରାଣ ଶାସ୍ତ୍ରରେ କହିଲେ। ମହାପୁରୁଷ ଅଚ୍ୟୁତ କଣ କହିଲେ? ନା ଓଙ୍କାର ମୂରତି ହେବେ ନାରାୟଣ କଳଙ୍କି ସ୍ୱରୂପ ହୋଇ 37 ବିଷେ ଏକତ୍ର ହୋଇବ ପାମର ଅଚ୍ୟୁତ କହି। କଳଙ୍କି ରୂପ ହେବେ ମାନେ କଣ? ଉଗ୍ର ରୂପ ହେବେ ମାନେ ଦୁଷ୍ଟ ସଂହାର କରିବେ। କେମିତି ଦୁଷ୍ଟ ସଂହାର କରିବେ? ନା ଆଜ୍ଞାରେ କାହିଁ ଜଳ ରୂପେ ମୁହିଁ ବ୍ରହ୍ମାଣ୍ଡ ନାସିବି କାହିଁ ପବନ ରୂପରେ ସଂସାର ଗ୍ରାସିବି। ଏମିତି ସେ ଲେଖିଛନ୍ତି। ପଞ୍ଚଭୂତ କଣ କରିବେ? ସଂହାର ହେବେ। ଏଇ କଥା ଉପରେ ଠାକୁର ଅଭିରାମ ପରମହଂସ ଆଉ ଛାଡ଼ିଲେନି। କହିଲେ ଅଚ୍ୟୁତ କହିଲେ ଅନନ୍ତ କହିଲେ ମୁଁ କଣ ରହିଯିବି? ବୁଝିଲ, ସେ ଯେ ସ୍ୱୟଂ ଦୁର୍ଗା ମାଧବ ନା। ସିଏ କହିଲେ ଆହା ହା ହା, ଲୋକ ଏ କଥା କେହି ବୁଝିପାରିବେନି। ଠାକୁର ସେଠି ତାକୁ ସରଳ କରିଦେଲେ। କଣ? ଭୋଳା ନାମ ବହି ଅଛ ଅଭିରାମ ବୋଲି 34 ମଞ୍ଜରୀ ଜଗତରେ ଶତ୍ରୁ ମିତ୍ର କେ ନାହିଁ ତୁମରି ଭକ୍ତ ହିତେ ଯେ ଭୀମ ରୂପ ହେବେ ଲକ୍ଷ୍ମୀ କାନ୍ତ ଯେ ମାୟା ଜଟିଳାଙ୍କ ଦର୍ପ କରିବେ ଦଳନ ଗୁଞ୍ଜରି ରାସ କରିବେ ଭକ୍ତଙ୍କ ସଙ୍ଗେଣ ମେଳା ସାରି ଯେ ଶେଷ ସାଇ ହେବେ ନର ହରି ଯେ। କି ସୁନ୍ଦର କଥା। 56 ଅଙ୍କରେ ଏ ଘଟଣା ମାନ ଘଟିବ ବୋଲି ମହାପୁରୁଷ ମାନେ ଆମକୁ ଦିଗଦର୍ଶନ ଦେଇ ଯାଇଛନ୍ତି। ଦୁଷ୍ଟ ନିବାରି ସନ୍ଥ ପାଳୁ ତୁନାଥ ପରମ ଦୟାଳୁ। ଦୁଷ୍ଟ ନିଶ୍ଚିନ୍ତ ସଂହାର ହେବେ ଏବଂ ଭକ୍ତମାନେ ନିଶ୍ଚିନ୍ତ ପ୍ରଭୁଙ୍କ ସଙ୍ଗେ ସଙ୍ଗୀ ହୋଇ ନୀଳାକାରରେ ମାତିବେ। ଏକଥା କେବେ ଅତ୍ୟୁକ୍ତି ହେବ ନାହିଁ। ସମୟ ବଳବାନ, ଯାହା ନ ଦେଖିବ ବେନି ନୟନେ ପରତ ନ ଯିବ ଗୁରୁ ବଚନେ। ଯିଏ ଥିବ ସିଏ ଦେଖିବ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା ହରି ବୋଲ।